ଜଗନ୍ନାଥ ହର ହର ଶମ୍ଭୁ। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ପୁତ୍ରୋଦା ଏକାଦଶୀର ମହତ୍ତ୍ୱ ଓ ପାଳନ ବିଧି ଆଉ ତା ପଛର କାହାଣୀ। ଏହି ପ୍ରତ୍ୟେକ ବର୍ଷ ଦୁଇଟି ପୁତ୍ରୋଦା ଏକାଦଶୀ ପଡ଼େ। ଶ୍ରାବଣ ଓ ପୌଷ ମାସରେ ଯେଉଁ ଏକାଦଶୀ ପଡ଼େ ସେହି ଏକାଦଶୀକୁ ପୁତ୍ରୋଦା ଏକାଦଶୀ କୁହାଯାଏ। ଯେଉଁମାନେ ବିଧିବିଧାନ ପୂର୍ବକ ଏହି ଏକାଦଶୀ ପାଳନ କରିଥାନ୍ତି ସେମାନଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ପୁତ୍ରୋଦା ଏକାଦଶୀର ନାମ ହିଁ ଆମକୁ କହୁଛି ପୁତ୍ର ସୁଖଦାୟିନୀ ଏକାଦଶୀ ବା ସନ୍ତାନ ସୁଖଦାୟିନୀ ଏକାଦଶୀ। ଏହି ପୂଜାବିଧି ପାଳନ କଲେ ଆମକୁ ସନ୍ତାନ ସୁଖ ମିଳେ ବା ପୁତ୍ରର ସୁଖ ମିଳେ ବୋଲି ବିଶ୍ୱାସ ଅଛି। ପୁତ୍ରୋଦା ଏକାଦଶୀକୁ ପବିତ୍ରପନ ଏକାଦଶୀ, ପବିତ୍ର ଏକାଦଶୀ ମଧ୍ୟ କୁହାଯାଏ। ପୁତ୍ରୋଦା ଏକାଦଶୀ ଦିନ ସକାଳୁ ଶୁଦ୍ଧପୂତ ଭାବରେ ଗାଧୋଇ ପାଧୋଇ ଆସି ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରିବା ନିହାତି ଦରକାର। ଏହି ଦିନ କୌଣସି ଆହାର ଗ୍ରହଣ କରିବା ଉଚିତ ନୁହେଁ, କାରଣ ଏକାଦଶୀ ଦିନ ଆହାର ଗ୍ରହଣ କରିବାକୁ ବାରଣ କରାଯାଇଛି। ଏକାଦଶୀ କଲେ କ'ଣ କରିବେ ସେ ଭିଡ଼ିଓରେ ଅଲଗା କହିଛି। ଯଦି ସମ୍ଭବ ହେଉଛି ସାରାଦିନ ଦୀପ ଜାଳି ଭଗବାନଙ୍କ ବିଷ୍ଣୁଙ୍କୁ ଆରାଧନା କରନ୍ତୁ। ଆଉ ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଏହି ଏକାଦଶୀ ଦିନ କରିବା ଦ୍ୱାରା ପୁତ୍ର ସନ୍ତାନ ଲାଭ କରିଥାନ୍ତି, କିମ୍ବା ସନ୍ତାନ ପାଇଁ ଯଦି ଆପଣ ଚାହୁଁଥିଲେ ସନ୍ତାନ ମଧ୍ୟ ମିଳିବ। ଏବେ ଚାଲନ୍ତୁ ଜାଣିବା ଏହାର କାହାଣୀ, ଆ ପଛରେ ଥିବା କାହାଣୀ। ଏକାଦଶୀ ଦ୍ୱାରା ପୁତ୍ର ସୁଖ ବା ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ଏହାକୁ ପୁତ୍ର ସୁଖଦାୟୀ ପୁତ୍ରୋଦା ଏକାଦଶୀ ମଧ୍ୟ କୁହାଯାଏ। ଚାଲନ୍ତୁ ଏହାର କାହାଣୀ ଶୁଣିବା। ପ୍ରାଚୀନ କାଳର କଥା। ମାହିଷ୍ମତିପୁର ନାମକ ରାଜ୍ୟରେ ମହିଜିତ୍ ନାମକ ଜଣେ ରାଜା ରାଜୁତି କରୁଥିଲେ। ସେ ଯେପରି ଧାର୍ମିକ ସେହିପରି ପ୍ରଜାବତ୍ସଳ ଥିଲେ। ତେଣୁ ରାଜ୍ୟରେ ସର୍ବତ୍ର ସୁଖ ଶାନ୍ତି ବିରାଜମାନ କରୁଥିଲା। କିନ୍ତୁ ସ୍ୱୟଂ ରାଜା ଅତ୍ୟନ୍ତ ଦୁଃଖିତ ଥିଲେ, କାରଣ ସେ ଥିଲେ ନିଃସନ୍ତାନ। ଦିନେ ରାଜା ତାଙ୍କ ମନର ଦୁଃଖ ପ୍ରଜାଙ୍କ ସମ୍ମୁଖରେ ବ୍ୟକ୍ତ କଲେ। ପ୍ରଜାମାନେ ରାଜାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ତେଣୁ ରାଜାଙ୍କ ଦୁଃଖ ଦୂର କରିବା ନିମନ୍ତେ ବ୍ରାହ୍ମଣମାନଙ୍କ ନେତୃତ୍ୱରେ ସେମାନେ ଅରଣ୍ୟକୁ ଯାଇ ତପସ୍ୟା କରିବାକୁ ସ୍ଥିର କଲେ। ଅରଣ୍ୟ ମଧ୍ୟରେ ଯାଉ ଯାଉ ସେମାନେ ଲୋମଶ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଲୋମଶ ମୁନି ଥିଲେ ତ୍ରିକାଳଦର୍ଶୀ, ଜ୍ଞାନୀ ଓ ଶ୍ରେଷ୍ଠ ଦୀର୍ଘାୟୁ ମହାତ୍ମା। କଥିତ ଅଛି ଯେ ପ୍ରତ୍ୟେକ କଳ୍ପର ଅନ୍ତରରେ ତାଙ୍କ ଶରୀରରୁ ଏକ ଲୋମ ଝଡ଼ିଥାଏ, ସେଥିପାଇଁ ତାଙ୍କ ନାଁ ହେଉଛି ଲୋମଶ। ଏତେ ଲୋକଙ୍କୁ ବନଭୂମିରେ એકત્ર ଦେଖି ଲୋମଶ ମୁନି ଆଶ୍ଚର୍ଯ୍ୟ ହେଲେ ଏବଂ ସେମାନଙ୍କର ଆସିବାର ଉଦ୍ଦେଶ୍ୟ ଜାଣି ତାଙ୍କୁ ଆଶ୍ୱାସନା ଦେଲେ। ଋଷି ସେମାନଙ୍କୁ କହିଲେ, ମହାରାଜ, ମହିଜିତ୍ ପୂର୍ବଜନ୍ମରେ ଜଣେ ବୈଶ୍ୟ ଥିଲେ। ଗ୍ରାମ ଗ୍ରାମ ବୁଲି ସେ ବ୍ୟାପାର କରୁଥିଲେ। ଖରା ଦିନ ଥିଲା। ଦିନେ ବୁଲୁ ବୁଲୁ ତାଙ୍କୁ ଶୋଷ ଲାଗିଲା। ଏକ ଜଳାଶୟ ଦେଖି ସେ ସେଠାକୁ ପାଣି ପିଇବାକୁ ଗଲେ। ସେହି ସମୟରେ ଶୋଷରେ ଆତୁର ହୋଇ ଗାଈଟିଏ ସେହି ପୋଖରୀ ତୁଠରେ ତା ବାଛୁରୀକୁ ପାଣି ପିଆଉଥିଲା। ବୈଶ୍ୟ ନିଜେ ପାଣି ପିଇବା ପାଇଁ ଗାଈ ବାଛୁରୀ ଦୁହିଁଙ୍କୁ ସେଠାରୁ ଘଉଡ଼ାଇ ଦେଲେ। ସେହି ପାପ ଫଳରେ ଏ ଜନ୍ମରେ ସେ ଧାର୍ମିକ ହେଲେ ମଧ୍ୟ ଅପୁତ୍ରିକ ହୋଇଛନ୍ତି। ରାଜା କିପରି ସନ୍ତାନ ଲାଭ କରିବେ ଏବଂ ତାଙ୍କର ଦୁଃଖ କିପରି ଦୂର ହେବ, ପ୍ରଜାମାନେ ଆତୁର ହୋଇ ସେ କଥା ଲୋମଶ ମୁନିଙ୍କୁ ପଚାରିବାରୁ ସେ କହିଲେ, ତୁମେମାନେ ଯଦି ରାଜାଙ୍କର ଦୁଃଖ ଦୂର କରିବାକୁ ଚାହୁଁଛ, ତେବେ ଶ୍ରାବଣ ମାସରେ ଶୁକ୍ଳ ପକ୍ଷରେ ପଡ଼ୁଥିବା ପୁତ୍ରୋଦା ନାମକ ଏକାଦଶୀକୁ ନିଷ୍ଠାର ସହିତ ପାଳନ କର। ତୁମ ରାଜାଙ୍କର ସନ୍ତାନ ଲାଭ ହେବ। ଲୋମଶ ମୁନିଙ୍କ କଥା ଅନୁସାରେ ପ୍ରଜାମାନେ ପୁତ୍ରୋଦା ଏକାଦଶୀ ପାଳନ କରି ତାର ପୁଣ୍ୟ ରାଜାଙ୍କୁ ସମର୍ପଣ କରିବାରୁ ରାଜାଙ୍କର ପୁତ୍ର ଲାଭ ହେଲା। ଏହି ଏକାଦଶୀର ବ୍ରତ ସ୍ୱତନ୍ତ୍ର। ଏଥିରେ ଭଗବାନଙ୍କର ଶ୍ରୀକୃଷ୍ଣଙ୍କର ବାଳ ସ୍ୱରୂପକୁ ପୂଜା କରାଯାଏ। ତାଙ୍କୁ ହଳଦିଆ ଫୁଲ ସହିତ ଫଳ, ତୁଳସୀ, ପଞ୍ଚାମୃତ ଅର୍ପଣ କରି ଗୋପାଳ ମନ୍ତ୍ରରେ ପୂଜନ କରାଯାଏ। ଏହି ଦିନ ପତି ଓ ପତ୍ନୀ ଉପବାସ କରି ବାଳ ଗୋପାଳଙ୍କୁ ପଞ୍ଚାମୃତ ଭୋଗ ଲଗାଇଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ଅଛି। ଏହି ରହିଲା ଆମର ପୁତ୍ରୋଦା ଏକାଦଶୀର ମହତ୍ତ୍ୱ ଓ ତା ବିଷୟରେ କାହାଣୀ। ଆପଣଙ୍କୁ ଯଦି ଏହି ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଜଗନ୍ନାଥ କହିଦେବେ। ଜୟ ଜଗନ୍ନାଥ, ହର ହର ଶମ୍ଭୁ। ହଁ, ଆଉ ଏକାଦଶୀ ଦିନ କ'ଣ ଖାଇବେ ନ ଖାଇବେ ସେହି ବିଷୟରେ ଆଗରୁ ଭିଡ଼ିଓ ଅଛି, ସେଇଟା ନିଶ୍ଚିତ ଭାବରେ ଦେଖିନେବେ। ଆଉ ଗୋଟେ କଥା ହେଉଛି, ଏକାଦଶୀ ଦିନ ସମୟ ମିଳିଲେ ନିଶ୍ଚିତ ଭାବରେ ବିଷ୍ଣୁ ସହସ୍ରନାମ ପାଠ କରିବେ ଓ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରୁଥିବେ। ଓମ୍ ନମଃ ଭଗବତେ ବାସୁଦେବାୟ। ଏହି ମନ୍ତ୍ରରେ ଆପଣ ଭଗବାନଙ୍କୁ ନିଶ୍ଚିତ ଭାବରେ ସ୍ମରଣ କଲେ ତାର ଫଳ ମିଳେ ବୋଲି ବିଶ୍ୱାସ ଅଛି। ଜୟ ଜଗନ୍ନାଥ, ହର ହର ଶମ୍ଭୁ। ଜୟ ଜଗନ୍ନାଥ।